ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 110। ଆଜିର ଆଲୋଚନାରେ ଯାହା ରହିଛି ଆମେ ଆରମ୍ଭ କରିବା। ମା କହୁଛନ୍ତି ଆମେ ଏ ବିଷୟରେ କେବଳ ଗୋଟିଏ କଥା କହିପାରିବା, ତୁମେ ଯାହା କିଛି ଜାଣିଛ ତାହା ଯେଡ଼େ ସୁନ୍ଦର ହୋଇଥାଉ ପଛକେ ଯଦି ତୁମେ ଆହୁରି ଅନ୍ୟ ପ୍ରଣାଳୀ ଗୁଡ଼ିକୁ କାମରେ ଲଗାଇ ପାରିବ ତେବେ ଯାହା ଜାଣିବାକୁ ସମର୍ଥ ହେବ ତାହାର ଏଇଟି ସହିତ ଆଦୌ କୌଣସି ତୁଳନା କରାଯାଇ ପାରିବ ନାହିଁ। ଆମେ ଯାହା ଜାଣିଛୁ ଯଦି ସାଧାରଣ ଭାବରେ ଆମେ ଗୋଟିଏ ପ୍ରଣାଳୀରେ ଯେତେବେଳେ କାମ କରୁ ସେତେବେଳେ ଆମେ ଯୋଉ ପ୍ରକାରର ଅନୁଭୂତି ହାସଲ କରୁ ଅନ୍ୟ ଏକ ପ୍ରଣାଳୀରେ କାମ କଲେ ଅନ୍ୟ ପ୍ରକାର ଆମକୁ ଉତ୍ତରଟେ ମିଳିଥାଏ ବା ଅନ୍ୟ ପ୍ରକାରର ପ୍ରଭାବ ମଧ୍ୟ ଆମେ ଅନୁଭବ କରୁ। ଯେତେବେଳେ ଆମେ ସାଧନା କରୁଛୁ ସାଧନାର ଭିନ୍ନ ଭିନ୍ନ ମାର୍ଗ ମଧ୍ୟ ରହିଛି। ଜ୍ଞାନ ମାର୍ଗରେ ଯୋଉମାନେ ଯାଆନ୍ତି ସେମାନେ ଭଗବାନଙ୍କୁ ଯୋଉଭଳି ଭାବରେ ଉପଲବ୍ଧି କରିବେ, ଯେତେବେଳେ ଭକ୍ତି ମାର୍ଗରେ ଯିବେ ସେମାନେ ଉପଲବ୍ଧି ସମାନ ହବ ନାହିଁ। ଏବଂ କିନ୍ତୁ ଯେତେବେଳେ ଭଗବାନଙ୍କ ସହିତ ଏକାତ୍ମ ହେଇଯିବେ, ହଁ ଆଉ ଗୋଟେ ରହିଗଲା କର୍ମ। କର୍ମ ମାଧ୍ୟମରେ ବି ଯୋଉମାନେ ଭଗବାନଙ୍କୁ ଉପଲବ୍ଧି କରିବେ ତାଙ୍କର ଉପଲବ୍ଧି ବି ସମାନ ନ ହେଇପାରେ, ହୁଏ ନାହିଁ ମଧ୍ୟ। ଏଇଭଳି ଭାବରେ ଏଇଠି ସିନା ଗୋଟେ ବଡ ଆକାରରେ ଆମେ କହିଦେଲେ, କିନ୍ତୁ ବ୍ୟକ୍ତିଗତ ଭାବରେ ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କ ସହିତ ଯେତେବେଳେ ସେ ତାର ଏକ ସମ୍ପର୍କ ସ୍ଥାପନ କରେ ସେତେବେଳେ ତାର ଯୋଉ ଅନୁଭବ ହୁଏ ତା ଅନୁଭବ ଅନ୍ୟମାନଙ୍କ ସହିତ ଏକା ହୁଏ ନାହିଁ। କିନ୍ତୁ ଯେତେବେଳେ ଆମେ ପରମଙ୍କ ସହିତ ଏକାତ୍ମ ହେଇଯିବା, ପରମଙ୍କ ସହିତ ଏକୀଭୂତ ହେଇସାରିଲା ପରେ ଯେତେବେଳେ ସେଇଥିରେ ଆମେ ବଞ୍ଚିବାକୁ ଆରମ୍ଭ କରିବା ସେତେବେଳେ ଆମେ ଦେଖିବା ଯେ ସବୁର ଯେପରି ଏକ ସାମଗ୍ରିକ ଏକ ଅନୁଭବ ହବ, ଯୋଉଟା କି ଆମେ ଜାଣିପାରିବା ଯେ ଜ୍ଞାନ ମାର୍ଗରେ ଗଲେ ଯୋଉ ଅନୁଭବ ହେଲା ତାର କିଞ୍ଚିତ ଆଭାସ ଆମେ ପାଇପାରିବା। ଅ ଦେଖନ୍ତୁ, ଯିଏ ଉପଲବ୍ଧି କରିଛି ସିଏ ତ ସିଧାସଳଖ ସ୍ପଷ୍ଟ ଭାବେ ଉପଲବ୍ଧି କରିଛନ୍ତି, କିନ୍ତୁ ଆମେ ଯେତେବେଳେ ଆଲୋଚନା କରୁଛନ୍ତି ଆମେ କେବଳ ତାକୁ କେବଳ ଭାଷାରେ ପ୍ରକାଶ କରିବାକୁ ଚେଷ୍ଟା କରୁଛନ୍ତି, ଯାହାକି ଏକ ମୂର୍ଖାମି। ତଥାପି ଆମେ ଟିକେ ଆଲୋଚନା କରୁଛନ୍ତି। ଏଠି ମା କହିଲେ ଯେ ଆମେ ଯୋଉ ଧାରାରେ ଯୋଉ ପ୍ରକାରରେ, ଏଠି ଆକ୍ଚୁଆଲି ଯେତେବେଳେ ବୈଜ୍ଞାନିକ ମାନଙ୍କର କଥା ଆଲୋଚନା ହଉଥିଲା ତେଣୁ ତାପରେ ଏଠି କହିଲେ ଏବଂ ସେଠି ଜଡବାଦୀ ମାନେ ଏବଂ ବୈଜ୍ଞାନିକ ମାନଙ୍କର ଯୋଉ ମତାମତ ଥାଏ, ତେଣୁ ମା କହୁଛନ୍ତି ତମେ ଯୋଉ ବାଟରେ ଯାଉଛ ଠିକ ଅଛି, ତା ସୁନ୍ଦର ଠିକ ଅଛି, କିନ୍ତୁ ତମେ ତାକୁ କାମରେ ଲଗଉଛ, ସେ ପ୍ରଣାଳୀ କାମରେ ଲଗଉଛ। ଯଦି ନୂଆ କିଛି ଜାଣିବାକୁ ତୁମେ ଚାହୁଁଛ ତେବେ ଆଉ ଏକ ପ୍ରଣାଳୀ କଲେ ଆଉ ଏକ ଅନୁଭବ ହବ ଏବଂ ସେ ଅନୁଭବ ଆ ସହିତ କିଛି ତୁଳନା କରାଯାଇ ପାରିବ ନାହିଁ। ମା କହୁଛନ୍ତି ଶ୍ରୀ ଅରବିନ୍ଦ ଯୋଉ ଗୋଟେ ଜଣଙ୍କ ଚିଠିରେ ଯାହା କହିଛନ୍ତି, ମା କହୁଛନ୍ତି ସିଏ ସେଥିରେ କହିଛନ୍ତି ଯେ ୟୁରୋପ ଆପଣାର ଯାବତୀୟ ସଂଶୟ ଏବଂ ପ୍ରଶ୍ନ ଉତ୍ଥାପନକୁ ନେଇ ଯାହା କିଛି କରିଛି, ଭାରତ ବର୍ଷ ତାର ଯାବତୀୟ ପଦ୍ଧତି ତଥା ପ୍ରଣାଳୀ ଗୁଡିକୁ କାର୍ଯ୍ୟରେ ଲଗାଇ ଆଧ୍ୟାତ୍ମିକ ଜୀବନ ଲାଗି ତାହାଠାରୁ ଅନେକ ଅଧିକ କରିଛି। ତାହା ପ୍ରକୃତରେ ଏହିପରି ହୋଇଛି। ୟୁରୋପର ଯାବତୀୟ ସଂଶୟକୁ ଏକ ପ୍ରକାର ଅସମ୍ମତି ବୋଲି କୁହାଯିବ। ଜ୍ଞାନ ଲାଭର ଯେଉଁ ପ୍ରଣାଳୀଟି ବିଶୁଦ୍ଧ ଭାବରେ ଏକ ଜଡ଼ ସ୍ତରୀୟ ପଦ୍ଧତି ହୋଇନଥିବ ତାହାକୁ ଏକ ପଦ୍ଧତି ରୂପେ ଗ୍ରହଣ କରିବାର ଅସମ୍ମତି। ୟୁରୋପ ବା ପାଶ୍ଚାତ୍ୟ ଜଗତର ତାଙ୍କର ଯୋଉ ଧାରଣା ଥିଲା କଣ, ଯେମିତି କଥାରେ କୁହନ୍ତି ଯାହା ନ ଦେଖିଛ ବେନି ନୟନେ ତା ପରତେ ନ ଯିବ ଗୁରୁ ବଚନେ। ଏଇ ଯୋଉ କଥାଟି ଯେପରି ଏକ ବାହାରର ଏକ ଭୌତିକ ପ୍ରକ୍ରିୟା ଯୋଉଟା କି ସ୍ପର୍ଶ କରିବା ଦେଖିହବା ଏଇ ଯୋଉ ଜିନିଷ ସହିତ ସମ୍ପର୍କୀଭୂତ ହେଇଥାଏ, ତେଣୁ ସିଏ କୁହନ୍ତି ଯେ ଜଡ଼ ସ୍ତରରେ ଯଦି ତୁମେ ତାକୁ ପରିପ୍ରକାଶ କରିପାରୁନ, ବାହାରେ ଯଦି ପ୍ରମାଣ ଦେଖାଇ ପାରୁନ ତେବେ ତାହା ନାହିଁ। ତାକୁ ସେମାନେ ଅସମ୍ମତି ପ୍ରକାଶ କରନ୍ତି। ବର୍ତ୍ତମାନ ସୁଦ୍ଧା ଯେପରି ଆମର ଜୁଡିସିଆଲ ବ୍ୟବସ୍ଥା ରହିଛି, ଆପଣ ଯାହା କରୁଛନ୍ତି କରନ୍ତୁ, ଯଦି ସାକ୍ଷୀ ପ୍ରମାଣ ଦେଇପାରିଲେ ନାହିଁ ତେବେ ଆପଣ ନିର୍ଦ୍ଦୋଷରେ ଖଲାସ ହେଇଯିବେ। ତେଣୁ ଏଠି ସେମାନେ କଣ କରନ୍ତି, ଜଡ଼ ସ୍ତରୀୟ ଯୋଉ ପଦ୍ଧତି ରହିଛି ସେଇ ପଦ୍ଧତିରେ ଯଦି ତାହା ବର୍ଣ୍ଣନା କରି ହେଲା ନାହିଁ ବା ତାହା ପରିପ୍ରକାଶ କରି ହେଲା ନାହିଁ, ତେବେ ବର୍ଣ୍ଣନା ତ ନୁହଁ ତ ସେମାନେ କୁହନ୍ତି ପରିପ୍ରକାଶ କରିବା, ପରିପ୍ରକାଶ କରି ହେଲା ନାହିଁ ତେବେ ତାକୁ ସେମାନେ ଅସମ୍ମତି ପ୍ରକାଶ କରନ୍ତି। ସେଇଥିପାଇଁ ଆଉ ଯେତେଟା ଜାଗାରେ ସେ ଦେଖନ୍ତି ଯେ ହଁ ଦେଖାଯାଉଛି ଘଟୁଛି କିନ୍ତୁ ସେମାନେ ଜଡ଼ ଭାବରେ ପରିପ୍ରକାଶ କରୁନାହାନ୍ତି, ସେତେବେଳେ ତାକୁ ସେମାନେ ନାଁ ଦିଅନ୍ତି କଣ,
ଇଏ ଆକ୍ସିଡେଣ୍ଟାଲି କଣ ଘଟିଛି ଆର କିଛି ଅର୍ଥ ନାହିଁ। ଏଇ ପ୍ରକାରର କେତେ ପ୍ରକାରର ସେମାନେ ନିଜର ଅସମ୍ମତିକୁ ଭିନ୍ନ ଭିନ୍ନ ଭାବରେ ପ୍ରକାଶ କରନ୍ତି। ମା କହୁଛନ୍ତି ଏହା ଦ୍ଵାରା ଅନୁଭୂତିକୁ ଅନୁଭୂତି ଦ୍ଵାରା ଉପଲବ୍ଧ ସତ୍ୟକୁ ଅସ୍ୱୀକୃତ କରାଯାଇଛି। ଏବଂ ତା ପୂର୍ବରୁ କହିଲେ ଯୋଉଟା ୟୁରୋପ ତାର ଏଇ ପ୍ରକାର କାର୍ଯ୍ୟକୁ ଅସମ୍ମତି ଯଦିଓ ପ୍ରକାଶ କରେ ଏବଂ ସିଏ ଯେତିକି ଯେତିକି ତାର ଜଡ ସ୍ତରରେ ଅଗ୍ରଗତି କରିଛି, ଭାରତ ବର୍ଷ ତାର ଯୋଉ ଯାବତୀୟ ପ୍ରଣାଳୀ ବ୍ୟବହାର କରି ତାଠାରୁ ବହୁତ ଆଗରେ ଯାଇଛି। ଆଉ ଖୁସିର କଥା ହେଲା ଏଇ ବର୍ଷ ଆମର ବିଜ୍ଞାନ ପରିଷଦରେ ରଖାଯାଇଛି ରାଜ୍ୟସ୍ତରୀୟ ଯୋଉ ଷ୍ଟେଟ ଲେବୁଲ ସାଇନ୍ସ ଫେୟାର ହୁଏ ତା ପାଇଁ ରଖାଯାଇଛି ଦ ଆନ୍ସିଏଣ୍ଟ ଇଣ୍ଡିଆନ୍ ସାଇନ୍ସ ଦ ପାଷ୍ଟ ମଷ୍ଟ ବି ଏ ସ୍ପ୍ରିଙ୍ଗ ବୋର୍ଡ ଟୁୱାର୍ଡସ୍ ଫ୍ୟୁଚର। ସେଥିରେ ଆମେ ଦେଖୁଛୁ ଯେ ଯୋଉ କଥା ଗୁଡିକ ନେଇକରି ଏମାନେ କହୁଛନ୍ତି ଆବିଷ୍କୃତ ସେମାନେ କଲେ ବୋଲି, ତାର ଅନେକ ହଜାର ହଜାର ବର୍ଷ ପୂର୍ବରୁ ଭାରତ ବର୍ଷରେ ତାହା ଅଲରେଡି ଉପଲବ୍ଧି ହେଇସାରିଛି। ଯେପରିକି ଫାଷ୍ଟ ସର୍ଜନ ଅଫ ୱାର୍ଲଡ କହିଲେ ସେମାନେ ପାଶ୍ଚାତ୍ୟ ଜଗତର ଲୋକଙ୍କୁ କୁହାଯାଉଛି, କିନ୍ତୁ ତାର ଅନେକ ବର୍ଷ ପୂର୍ବରୁ କେତେ ହଜାର ବର୍ଷ ପୂର୍ବରୁ ସୁଶ୍ରୁତ ଯେ ସର୍ଜରୀ କରିଛନ୍ତି, କାଟାରାକ୍ଟ ସର୍ଜରୀ କରିଛନ୍ତି, କାଟାରାକ୍ଟ ସର୍ଜରୀ ମାନେ ଆଖିର ବି ସର୍ଜରୀ କରିଛନ୍ତି, ତାଙ୍କର ଫାଷ୍ଟ ସର୍ଜରୀ ଯେ ଯେ ବର୍ତ୍ତମାନ ସୁଦ୍ଧା ସେମାନେ ସ୍ୱୀକାର କରିନାହାନ୍ତି। କାହିଁକି ନା ସେମାନେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଆକୁ ସେମାନେ କଣ କରିଛନ୍ତି, ଅଣଦେଖା କରିଛନ୍ତି ଏବଂ କହୁଛନ୍ତି ପ୍ରମାଣ କାହିଁ। ତମେ ତ ମଜା କଥା ଯିଏ ପ୍ରମାଣକୁ ସିଏ ସେତେବେଳେ ନଥିଲା। ଗୋଟେ ମଜା କଥା ହୁଏ, ବେଳେ ବେଳେ ଲୋକ କୁହନ୍ତି ଭଗବାନ ଯାହା କରିଛନ୍ତି ଠିକ କରିନାହାନ୍ତି, ଭଗବାନ ଏମିତି ନ କରି ସେମିତି କଲେ ଆଉ ଏମିତି କରିଥିଲେ କିନ୍ତୁ ଭଲ ହେଇଥାନ୍ତା। କଥାଟି ହଉଛି ପ୍ରକୃତିରେ ଭଗବାନ ଯେତେବେଳେ ତିଆରି କଲେ ସେତେବେଳେ ଯୋଉ ବ୍ୟକ୍ତିଟି ଏଇ ପ୍ରକାର କହେ ସିଏ ତିଆରି ହେଇନଥିଲା। ତେଣୁ ଭଗବାନଙ୍କ ସଜେସନ ଦବ କି? ତେଣୁ ଭଗବାନ ତତେ ତିଆରି କରିଛନ୍ତି। ଆଉ ଆମର ଭାଷଣ ବହୁତ, ଆମେ କଣ କରୁ ଆମର ସ୍ୱଳ୍ପ ସଂକୀର୍ଣ୍ଣ ଚିନ୍ତାଧାରା, ସଂକଳ୍ପ ଧାରଣା, ମାନେ ସଂକୀର୍ଣ୍ଣ ଜ୍ଞାନ ତାକୁ ବ୍ୟବହାର କରିକି ଆମେ ବେଳେ ବେଳେ ମହାନ ବିଶାଳ ଯାହାକୁ କି ଆମେ ପହଞ୍ଚି ପାରିବା ନାହିଁ ତାକୁ ଆମେ ବର୍ଣ୍ଣନା କରିବାକୁ ଚେଷ୍ଟା କରୁ। ଏଇ ବିଷୟରେ କିଏ କିପରି ସେମାନଙ୍କର ହୃଦବୋଧ କରାଇ ପାରିବ? ମା କହୁଛନ୍ତି ଏ କଥା କିଏ ତାଙ୍କୁ ବୁଝାଇ ପାରିବ? ଏବଂ ତାପରେ ସେଇ କ୍ଷେତ୍ରରେ କାଳୀଙ୍କର ମଧ୍ୟ କାର୍ଯ୍ୟ କରିବାର ଧାରାଟି ରହିଛି। ସେଇ ଧାରାଟି ହଉଛି ଉତ୍ତମ ରୂପେ ପ୍ରହାର କରିବାର ଧାରା। କାଳୀଙ୍କର କାମ ହଉଛି କଣ? ପ୍ରହାର କରିବା ଧାରା। ଯୋଉ କାର୍ଯ୍ୟଟି କେତେ ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ଧରି ଧରିଥାନ୍ତା, କେତେ ଦଶନ୍ଧି ଧରି ଲାଗିଥାନ୍ତା, ଯେତେବେଳେ କାଳୀ ମହାକାଳୀ ଯେତେବେଳେ ହସ୍ତକ୍ଷେପ କରନ୍ତି ତାହା କେତୋଟି ମୁହୂର୍ତ୍ତରେ ହେଇଯାଏ। ଏଇ କ୍ଷଣି ସାଙ୍ଗେ ସାଙ୍ଗେ ଘଟି ଯାଇପାରେ, ଯୋଉଟା କେତେ ଦଶନ୍ଧି ଧରି ଲାଗିଥାନ୍ତା। ତେଣୁ ମା କହୁଛନ୍ତି ଯଦି କାଳୀଙ୍କର କାର୍ଯ୍ୟ କରିବା ଧାରା ଦେଖାଯାଏ, ସେ ଧାରାଟି ପୁରା ନିଆରା ଏବଂ ସେ ଧାରାଟି ଉତ୍ତମ ରୂପେ ହଉଛି କଣ ନା ପ୍ରହାର କରିବାର ଧାରା। ମାତ୍ର ମୁଁ ଭାବୁଛି ତଦ୍ଵାରା ଅତ୍ୟନ୍ତ କ୍ଷତିଗ୍ରସ୍ତ ହେବାକୁ ପଡେ। ହଁ ହଁ। ଏବଂ ଏଣେ ଖୁବ ବେଶୀ ଫଳ ମଧ୍ୟ ମିଳେ ନାହିଁ। ଏହା ହଉଛି ଆଉ ଗୋଟେ ବୃହତ ସମସ୍ୟା। କଣ ହୁଏ ଯେତେବେଳେ ଆମେ ପ୍ରସ୍ତୁତ ନଥାଉ ସେତେବେଳେ ଆମକୁ ଯେତେ ମାଠି ମାଠ ମୁଁ ସେଇ ଦର ପଡାକା, ଯାହା କଲେ ମଧ୍ୟ ଆମେ ସେମିତି ପଡି ରହୁ। ସେତେବେଳେ ସେ କ୍ଷେତ୍ରରେ ବେଳେ ବେଳେ ମହାକାଳୀ ଯେତେବେଳେ ହସ୍ତକ୍ଷେପଟେ ଘଟେ ଏକ ବିରାଟ ପରିବର୍ତ୍ତନ ଘଟିଯାଏ। କିନ୍ତୁ ସେ ପରିବର୍ତ୍ତନ ଏତେ ତୀବ୍ର ଏତେ ତୀକ୍ଷ୍ଣ ହୁଏ ଯୋଉଟା କି ମନୁଷ୍ୟର ହୃଦୟଙ୍ଗମ କରିବା ସହଜ ନୁହେଁ। କହୁଛନ୍ତି ଅର୍ଥାତ୍ କେବଳ ଗୋଟିଏ ମାର୍ଗରେ ହିଁ ଯାବତୀୟ ପ୍ରତିରୋଧକୁ ଅତିକ୍ରମ କରାଯାଇ ପାରିବ, ତାହା ହେଉଛି ପ୍ରେମର ମାର୍ଗ। ଗୋଟିଏ ମାର୍ଗରେ ହିଁ ଯାବତୀୟ ପ୍ରତିରୋଧକୁ ଅତିକ୍ରମ କରାଯାଇ ପାରିବ, ତାହା ହେଉଛି ପ୍ରେମର ମାର୍ଗ। ମାତ୍ର ଏହି ମାର୍ଗରେ ଯାଇଥିବା ପୁରୋଗାମୀ ମାନେ ପ୍ରେମକୁ ଏପରି ଭାବରେ ବିକୃତ କରି ପକାଇଛନ୍ତି ଯେ ବହୁ ସଂଖ୍ୟକ ଅତ୍ୟନ୍ତ ନିଷ୍ଠାଯୁକ୍ତ ବ୍ୟକ୍ତି, ଅତ୍ୟନ୍ତ ନିଷ୍ଠାପର ସାଧନସ୍ଥ ବ୍ୟକ୍ତି ମାନେ ସେଇ ବିକୃତି ମାନ ଘଟିଥିବା ହେତୁ ଏହି ମାର୍ଗଟି ପ୍ରତି ଅତ୍ୟନ୍ତ କଠୋର ମନୋଭାବ ଦେଖାଇଛନ୍ତି। ଏହା ହିଁ ପ୍ରକୃତ ଅସୁବିଧା। ସେଇ କାରଣରୁ ହିଁ ତାହା ପ୍ରକୃତରେ ଏତେ ସମୟ ନେଉଛି। 29 ମେ 1965। ଦେଖନ୍ତୁ ଯୋଉ ପ୍ରେମର ମାର୍ଗ କୁହାଯାଉଛି, କେବଳ ପ୍ରେମର ସ୍ଥିତି ଅଛି ବୋଲି ଏ ସୃଷ୍ଟିର ସ୍ଥିତି ରହିଛି। ପ୍ରକୃତରେ ପ୍ରେମର ସ୍ଥିତି ରହିଛି ବୋଲି ସୃଷ୍ଟିର ସ୍ଥିତି ରହିଛି ଅର୍ଥ କଣ? ଏଇ ଯୋଉ ସୃଷ୍ଟିର ସ୍ଥିତି ହିଁ ଆମେ ଯଦି ତାର ଅପୋଜିଟ କହିବା ଭାଇସ ବର୍ଷା, ସୃଷ୍ଟିର ସ୍ଥିତି ଅଛି ମାନେ ପ୍ରେମ ଅଛି। ପରସ୍ପର ଭିତରେ ଏକ ମାନେ ଯେମିତି
सूक्ष्म माने अदृश्य सूत्र आम समस्ते परस्पर बंधा होती। भगवान जो सृष्टि करम समस्ते संतान ता भीतर आम समस्त निज निजर जो कहते बदमाशी रही दुष्टामी रही घरे जेपरी अनेक पिला पिला जितेटा पिला थे सब पिलांकर भिन्न भिन्न दुष्टामी थाए ताकू किंतु माँ सब सहे जेते पृथ्वी सृष्टिर अनेक जीव जगत रही समस्त भिन्न भिन्न प्रवृत्ति रही एवं मनुष्य जिते सृष्टि होती स्वाधीनता दि जाएगी प्रत्येक व्यक्तिर निजस्व धारा रही निजस्व जदि कहवा एक दुष्टामी भी रही सबु किसी से सहयोग कर विरोधी शक्तिर क्रिया भी रही एवं असुर पिशाच एमाने मध्य रही ये सबू को से केते सुसंगत भाव ताको सुपरिचालना करी धीरे धीरे अग्रगति दिगरे आगे चलছে एवं सृष्टि मध्य अग्रगति करी चलছি तार पश्चात रोचे यही प्रेमर मार्ग कारण से समस्त को सेतिकी प्रेम करती बोली असुर पिशाच मान लिखिले असुर पिशाच माने मध्य मोर संतान श्रीरंद लिखुंट माँ बही रे असुर पिशाच माने मध्य तांकर संतान कारण तामाने सेमानकु मध्य से सहाय कर आउ जेतेबेले संतानर देहरे किसी समस्या रही आम जपरी देखती मनकर जो बथटी होते माँ ताकू दया देखाएनी बथ को जिते जोर चित्कार करुले बथ को चिपी पूज बाहर कर सफा करे से पिला जिते जोर चित्कार करू जिते गाड़ी दऊ माने विरक्त हो तो भाया कहीपर तो भाया राक्षसी कहीं ना मत कष्ट दौचु जंत्रणा दौचु किंतु सेते माँ किसी शुणे ना जबरदस्त ताकू काटी कुटी दरकार पड़े चिपी कष्ट जंत्रणा होतिबो किंतु ता पूजा बाहर करिवो ताकू सफा करिवो सेतेबेले संतान बुझी पारे ना से भाव जेतेबेले असुर पिशाच मनुष्य जेते प्रकार गंधर्व जेते प्रकार जीव रही जेते प्रकार जगत रही सबुथिरे समस्तंकर निजस्व परिप्रकाशर धारा से माने जेतेबेले विकृत विकृत ताकू स्थान दियंती सेतेबेले जगत जननी दिव्य जननी मांकर प्रहार पड़े से प्रहार मध्य तांकर प्रेम थाए कारण से चाहती किपरि यह बा जो जीवटीए से पुणी विवर्तन रे अग्रगतिर मार्ग धरू किंतु साधारणतः कौन है प्रेम को विकृत कर दिया जाए कौन कराई ताकू आसक्ति रे परिवर्तन आसक्ति को से माने लोक प्रेम बोली मन करते आसक्ति पक्षपातिता तेणु जो आसक्ति थाए से पक्षपातिता थाए से प्रेम न थाए देखिए जदि मु काउंटर करे मते कई कई गाली दे पारंती सबु भितर वात्सल्य प्रेम होची सबुठार ऊर्ध्व बोली कहा जाए मानुषी प्रेम भितर किंतु मु से वात्सल्य प्रेम रे मध्य प्रश्न उठाए यदि वात्सल्य प्रेम उन्नत तेबे निज पिला प्रति जो आचरण अन्य पिला प्रति कहीं से आचरण हुए ना वात्सल्य प्रेम कौन पक्षपातिता करे यदि पक्षपातिता करे तेबे ताहा ताहा सर्वश्रेष्ठ किपरि हो पारे कारण मो पिला बोली मोर जो वात्सल्य प्रेम झरी जाउची ताहा सबु पिला प्रति समान भाव रे झरुची यदि झरुची तेबे ताहा स्वर्गीय ताहा दिव्य यदि नाही तबे ताहा पक्षपाती तेबे ताहा प्रेम नुही ताहा प्रेम नुही ताहा एक आसक्ति मात्र एक मार संतान प्रति आसक्ति एक जेपरी जहा प्रति हो जो कथार कहती जेतेबेले शिक्षक तार पिला जो छात्र बा शिष्य छात्री शिष्य जहाँ कहतु शिष्य जेतेबेले से माने किछि अग्रगति करती सेतेबेले शिक्षक बा गुरु आनंदित अनुभव करते खुशी होती कहते ना छाती तांकर फुली जाए एठी मध्य आपण देखंतु ताहा होची कोन दी प्रकार है पर केते प्रकार भी है पारे एवं निरासक्त भाव में जने खुशी है पारे जे तार अग्रगति रे किंतु देख
ମୁଁ ଏଇ ଯୋଉ ପିଲାଟିକୁ ପଢଉଥିଲି ସିଏ ଏଇଆ କରୁଛି, ଆସିଗଲା। ଇଏ ହଉଛି କଣ, ନିଜର ଜ୍ଞାନର ପ୍ରତି ଆସକ୍ତି। ଏଠି ଜ୍ଞାନ ପ୍ରତି ଆସକ୍ତି, ଯେ ମୁଁ ପଢେଇଥିଲି ତ ତେଣୁ ପିଲାଟି ଏଭଳି କରିପାରିଛି। ସେଠି ତେଣୁ ସେଠି ଏକ ନିରାସକ୍ତ ବା ସ୍ୱର୍ଗୀୟ ପ୍ରେମ ନଥାଏ। ତେଣୁ ପ୍ରେମକୁ ଆଉ ଗୋଟେ ରୂପ ଯେତେବେଳେ ଦିଆ ହେଇଯାଉଛି, ବିକୃତ ରୂପ, ଯୋଉ କି କାମାସକ୍ତ ପ୍ରେମ, ସେତେବେଳେ ଏଇ ପ୍ରକାରର ବିକୃତ ଯେହେତୁ ରହିଛି, ଭିନ୍ନ ଭିନ୍ନ ଭାବରେ ତାକୁ ବିକୃତ କରି ଦିଆଯାଇଛି। ତେଣୁ ମା କହୁଛନ୍ତି ଅତ୍ୟନ୍ତ ନିଷ୍ଠାପର ସାଧନାରେ ଥିବା ବ୍ୟକ୍ତିମାନେ ମଧ୍ୟ ଏହି ବିକୃତି ଥିବା ଯୋଗୁ ତା ପ୍ରତି କଠୋର ମନୋଭାବ ପୋଷଣ କରିଛନ୍ତି। ସେଥିପାଇଁ ତ ଯେତେବେଳେ ସାଧନାର ପୁରାତନ ଅବସ୍ଥା ଥିଲା, ସେତେବେଳେ ଅନେକ ମାର୍ଗରେ ବାରମ୍ବାର କୁହାଯାଏ ଯେ ନାରୀ ମାନଙ୍କ ଠାରୁ ଦୂରରେ ରହିବା ପାଇଁ, ନାରୀ ମାନଙ୍କ ମୁଖ ଦର୍ଶନ ନ କରିବା ପାଇଁ, ଏଇଥିପାଇଁ କୁହାଯାଉଥିଲା ଯେ ସେମାନେ ଯେହେତୁ ପ୍ରାଣର ପ୍ରବୃତ୍ତି ଉପରେ ସେମାନେ ବିଜୟ ହାସଲ କରିପାରି ନାହାନ୍ତି ବା ବିଜୟ ହାସଲ କରିବା ସମ୍ଭବ ନୁହେଁ ବୋଲି ସେମାନଙ୍କର ସେତେବେଳେ ଏକ ଧାରଣା ରହିଥିଲା। କାରଣ ସେତେବେଳେ ଅବଶ୍ୟ ସମୟ ବି ଆସିନଥିଲା, ତେଣୁ ସେମାନେ ଅତ୍ୟନ୍ତ କଠୋର ମନୋଭାବ ଦେଖାଇଥାନ୍ତି। ମା କହୁଛନ୍ତି ଏହା ହିଁ ହଉଛି ପ୍ରକୃତ ଅସୁବିଧା। କାରଣ ସେଇ କାରଣରୁ ଅ ଯେହେତୁ ଆମେ ତାକୁ ବିଜୟ ହାସଲ ତା ଉପରେ ନ କରି ତାକୁ ଚାପି ରଖିଛୁ, ତେଣୁ କଣ ହଉଛି ନା ଏଇ ରୂପାନ୍ତର ପାଇଁ ଆହୁରି ଅନେକ ସମୟ ଲାଗୁଛି। କାରଣ ଆମ ଭିତରେ ଏକ ବଦ୍ଧମୂଳ ଧାରଣା ରହିଯାଇଛି, ଆମେ ତାକୁ ପ୍ରତ୍ୟାଖ୍ୟାନ ପ୍ରତ୍ୟାଖ୍ୟାନ କରିବା ଏବଂ ତାକୁ ସପ୍ରେସ୍ କରିବା, ଏ ଦିଟା ଅଲଗା କଥା। ପ୍ରତ୍ୟାଖ୍ୟାନ କରିବାକୁ ହେଲେ ତୁମର ତା ଉପରେ ସେତିକି କର୍ତ୍ତୃତ୍ୱ ଥିଲେ ତମେ ତାକୁ କଣ କରିବ, ଫିଙ୍ଗି ଦେଇପାରିବ, ପ୍ରତ୍ୟାଖ୍ୟାନ କରିପାରିବ, ବିତାଡିତ କରିଦେଇ ପାରିବ। କିନ୍ତୁ ଯେତେବେଳେ ବିତାଡିତ କରିଦେଇ ପାରନ୍ତି ନାହିଁ, ତେଣୁ ତାକୁ କଣ କରନ୍ତି, ଚାପି ଚୁପି ଦିଅନ୍ତି। ସେଥିରେ କଣ ହଉଛି, ଯେହେତୁ ଚାପି ଚୁପି ଦେଲେ ସେ ରହିଲା, ଆଉ ରୂପାନ୍ତର ଯଦି ସିଏ ନହେଲା, ତେବେ ସମଗ୍ର ରୂପାନ୍ତର କିପରି ହବ? କିଛି ତ ଅଂଶ ରହିଗଲା ମାନେ ସେଇ ଗୋଟିକ ହିଁ ଆରମ୍ଭ ହବ। ସେଇ ଗୋଟିକ ଗୋଟିଏ ପୋକ, ଯେମିତି କହନ୍ତି ଉଇ ଯଦି ଲାଗିଛି, ଯଦି ସବୁ ଉଇ ତମେ ବିଦା କରି ସେ ଜାଗାଟିକୁ ପୁରା ଶୁଖିଲା କରିନାହ, ଗୋଟିଏ ବି ଯଦି ଉଇ ରହିଥାଏ, ଟିକେ ବି ମଏଶ୍ଚର ବି ଯଦି ରହିଥାଏ, ତେବେ ପୁଣି ଉଇ ଆସି ଲାଗିଯିବ, ପୁଣି ଆସି ଉଇ ଲାଗିଯିବ। ତେଣୁ ନିଃସନ୍ଦେହରେ ଯଦି ଆତ୍ମା ସହିତ ସଂଯୁକ୍ତ ହେଇ ରୁହନ୍ତି, ତେବେ ଯୋଉ ଉପଲବ୍ଧି, ଯୋଉ ଜ୍ଞାନ, ଯୋଉ ସତ୍ୟ, ଯୋଉ ଜ୍ୟୋତି ର ସଂସ୍ପର୍ଶରେ ଆମେ ଆସିବା, ତାହା ଏଇ ଯୋଉ ଭୌତିକ ବାହ୍ୟ ଜ୍ଞାନ ର ସର୍ବୋଚ୍ଚ ସୀମାରେ ଯୋଉ ଜ୍ଞାନ ରହିଛି, ତାହାଠାରୁ ମଧ୍ୟ ଏହା ଅତି ଉନ୍ନତ ଏବଂ ବହୁତ ବହୁତ ଦୂରରେ। ସେଇଟାକୁ ପାଇଲା ପରେ ଆକୁ ବାହାରର ଏଇ ଘଟଣା ଗୁଡ଼ିକୁ ଦେଖିଲେ ଆମକୁ ହସ ଲାଗିବ। ଆମେ ମାଙ୍କ ପାଖରେ ପ୍ରାର୍ଥନା କରିବା, ଆମେ ଯେପରି ଚୈତ୍ୟ ସତ୍ତାକୁ ଆବିଷ୍କାର କରିବା ଏବଂ ଏଇ ଦିବ୍ୟ ପ୍ରେମ, ଭଗବତ ପ୍ରେମ ମଧ୍ୟରେ ନିରନ୍ତର ବସବାସ କରିପାରିବା। ସେଥିପାଇଁ ଆମେ ଆମର ଆଧାର ପ୍ରସ୍ତୁତିରେ ଟିକେ ବି ହେଳା କରିବା ନାହିଁ। ମା ଏଠି ଚାକର ବାକରଙ୍କ ଦ୍ଵାରା ଚୋରି ଉପରେ ଆ ମାଙ୍କୁ ଗୋଟେ ପଚରା ଯାଇଥିଲା, ମା ଯାହା କହିଥିଲେ, ପ୍ରାୟ 1949 ମସିହାରେ ଗୋଟେ ଘଟଣା, ଜଣେ ବହୁତ ଦିନର ସାଧକ ଶ୍ରୀମାଙ୍କ ନିକଟକୁ ଲେଖିଲେ, ଜଣେ ଚାକରକୁ ସେ ହାତାହାତି ଧରିଛନ୍ତି। ଚାକରଟି ଗୋଟେ ଲୁଗା ଧୁଆ ସୋଢା ପୁଡିଆ ଚୋରି କରି ନେଇ ପଳା ଯାଉଥିଲା। ଦିବ୍ୟ ଜନନୀ ଏହି କ୍ଷେତ୍ରରେ କେଉଁପରି କାର୍ଯ୍ୟାବଳୀ ଗ୍ରହଣ କଲେ ଚୋରି ଏକାବେଳକେ ବନ୍ଦ ହୋଇଯିବ? ଶ୍ରୀମା ତାଙ୍କ ନିକଟକୁ ଲେଖି ପଠାଇଲେ, ତୁମେ ତାଙ୍କୁ ଜୋରରେ ଗାଳି ଗୁଲଜ କର ଏବଂ ସଫା ସଫା କହିଦିଅ, ଆଉ ଥରେ ଏପରି କରୁଥିବାର ଦେଖାଦେଲେ ସହସା ତାଙ୍କୁ କାମରୁ ବାହାର କରି ଦିଆଯିବ, ଆଶୀର୍ବାଦ ସହ। ଏଥିରେ କୌଣସି ଦୟା ମାୟା ନାହିଁ। ମା ଗପଟିର ନାଁ ହେଉଛି ମିତ୍ରଲାଭ। ଶିକାରୀ ଫେରିଯିବା ଉତ୍ତାରୁ ଚିତ୍ରଗ୍ରୀବ ଅନ୍ୟ କପୋତମାନଙ୍କୁ କହିଲା, ଆମ ଶତ୍ରୁ ହତାଶ ହୋଇ ଫେରିଗଲାଣି। ଏଥର ଆମେ ନିଶ୍ଚିନ୍ତ ମନରେ ମହିଳା ରୂପ୍ୟ ନଗରୀ ଅଭିମୁଖେ ଯାଇପାରିବା। ସେ ନଗରୀର ଉତ୍ତର ପ୍ରାନ୍ତରେ ହିରଣ୍ୟକ ନାମରେ ମୋର ଜଣେ ମିତ୍ର ଅଛନ୍ତି।
ସେ ଜାତିରେ ମୂଷିକ, ସେ ଆମ ଜାଲ କାଟି ଆମକୁ ମୁକ୍ତ କରିବେ। ବିପଦ ବେଳେ ପ୍ରକୃତ ମିତ୍ର ହିଁ ସହାୟତା କରେ। ଅନ୍ୟମାନେ ଟିକିଏ ଚୁ ଚୁ ମଧ୍ୟ କରନ୍ତି ନାହିଁ। ଚିତ୍ରଗ୍ରୀବ ଆକାଶ ପଥରେ ମାର୍ଗ ଦେଖାଇ ଜାଲ ନିବଦ୍ଧ ପକ୍ଷୀମାନଙ୍କୁ ହିରଣ୍ୟକର ନିବାସ ସ୍ଥଳ ଗୁହ୍ୟ ପର୍ଯ୍ୟନ୍ତ ନେଇଗଲା। ସେଠାରେ ଅବତରଣ କରି କପୋତରାଜ ବିଳ ଦ୍ୱାରରେ ପାଟି କଲା, ହେ ମିତ୍ର ହିରଣ୍ୟକ, ଶୀଘ୍ର ବାହାରି ଆସ। ମୁଁ ବଡ଼ ବିପଦରେ ପଡ଼ିଛି। ତାହା ଶୁଣି ହିରଣ୍ୟକ ବିଳ ମଧ୍ୟରୁ ପ୍ରଶ୍ନ କଲା, ତୁମେ କିଏ? କି ଧରଣର ବିପଦରେ ପଡ଼ିଛ? ମୁଁ ବା କଣ କରିପାରେ? ଏସବୁ କଥା ଆଗେ ବିସ୍ତାରିବ କୁହ। ଚିତ୍ରଗ୍ରୀବ କହିଲା, ଆରେ ଭାଇ, ମୁଁ କପୋତରାଜ ଚିତ୍ରଗ୍ରୀବ, ତୁମ ମିତ୍ର। ଶୀଘ୍ର ବାହାରି ଆସି ଆମର ସହାୟତା କର। ଏଥର ମିତ୍ରର କଣ୍ଠସ୍ୱର ବାରିପାରି ହିରଣ୍ୟକ ତତ୍କ୍ଷଣାତ୍ ବାହାରି ଆସିଲା। କିନ୍ତୁ ମିତ୍ର ଓ ତା ଅନୁଚରମାନଙ୍କୁ ସେ ଅଦ୍ଭୁତ ଅବସ୍ଥାରେ ଦେଖି ବିସ୍ମିତ ହୋଇ ପଚାରିଲା, ଆରେ ଇଏ କଣ? ମିତ୍ର, କଣ ଆଉ କହିବି, ପୂର୍ବଜନ୍ମର ପାପରୁ ଏ ବିପଦରେ ପଡ଼ିବାକୁ ହୋଇଛି। ଲୋଭରେ ପଡ଼ି ଆମେ ଏ ବିପଦକୁ ବରଣ କରିଛୁ ବୋଲ ତୁମେ ଆଉ ବିଳମ୍ବ ନ କରି ଆମ ବନ୍ଧନ ତୁଟାଅ, ଚିତ୍ରଗ୍ରୀବ କହିଲା। ହିରଣ୍ୟକ ପାଖକୁ ଲାଗି ଆସି ମନ୍ତବ୍ୟ ଦେଲା, କାହିଁ କେତେ ଦୂରରୁ ପକ୍ଷୀ ନିଜ ଆହାର ଦେଖିପାରେ, ଅଥଚ ତା ପାଇଁ ବିଛା ହୋଇଥିବା ଜାଲ ଦେଖିପାରେ ନାହିଁ। ତେବେ ଯିଏ ଯେତେ ବଳବାନ ବା ସତର୍କ ହେଉନା କାହିଁକି, ସେ ବିପଦ ଏଡ଼ାଇ ପାରିବ ନାହିଁ। ସୂର୍ଯ୍ୟ ଚନ୍ଦ୍ର କେଡ଼େ ବଳବାନ ନୁହନ୍ତି, କିନ୍ତୁ ରାହୁ କି ତାକୁ ଛାଡ଼େ? ମତ୍ତ ହସ୍ତୀ, ବିଷଧର ସାପ, ଶୂନ୍ୟରେ ଉଡ଼ୁଥିବା ପକ୍ଷୀ ତ ପୁଣି ମଣିଷ ହାତରେ ପଡ଼ନ୍ତି। ବାସ୍ତବିକ ସଙ୍କଟ ଓ ମୃତ୍ୟୁ ହାତରୁ ନିସ୍ତାର କାହିଁ? ସେ ଯାହା ହେଉ, ତୁମେମାନେ ଯେ ନିଶ୍ଚିତ ମୃତ୍ୟୁ ହାତରୁ ଖସି ଆସି ପାରିଛ, ତାହା କର୍ମ ଭାଗ୍ୟର କଥା ନୁହେଁ। ଏହା କହି ହିରଣ୍ୟକ ପ୍ରଥମେ ଚିତ୍ରଗ୍ରୀବକୁ ପାଶମୁକ୍ତ କରିବା ପାଇଁ ଉଦ୍ୟତ ହୁଅନ୍ତେ ଚିତ୍ରଗ୍ରୀବ କହିଲା, ମିତ୍ର, ତୁମେ ପ୍ରଥମେ ମୋ ଅନୁଚରମାନଙ୍କୁ ମୁକ୍ତ କର, ତାପରେ ମୋ ପାଳି ପଡ଼ିବ। ସେଇଟା କେମିତି କଥା? ତୁମେ ରାଜା, ପ୍ରଥମେ ତୁମର ସେବା କରିବା ମୋର କର୍ତ୍ତବ୍ୟ। ହିରଣ୍ୟକ ଉତ୍ତର ଦେଲା, ନା ଭାଇ, ସେମିତି କର ନାହିଁ। ଏମାନେ ସମସ୍ତେ ମୋ ଉପରେ ଆସ୍ଥା ରଖି ରହିଛନ୍ତି। ମୁଁ ଏମାନଙ୍କର ହିତାକାଂକ୍ଷୀ ବୋଲି ସେମାନେ ବିଶ୍ୱାସ କରନ୍ତି। ତେଣୁ ମୁଁ ପ୍ରଥମେ ସେମାନଙ୍କ ନିରାପତ୍ତା କଥା ଭାବିବା ଆବଶ୍ୟକ। ଏମାନଙ୍କ ବନ୍ଧନ କାଟୁ କାଟୁ ହୁଏତ ତୁମ ଦାନ୍ତ ଦୁର୍ବଳ ହୋଇଯାଇପାରେ, କିମ୍ବା ଶିକାରୀ ପୁଣି ଏଠି ପହଞ୍ଚି ଯାଇପାରେ। ସେତେବେଳେ ମୁଁ ମୁକ୍ତ ହୋଇଯାଇଥିବି, ଅଥଚ ଏମାନେ ବନ୍ଦୀ ହୋଇ ରହିଥିବେ। ତାହା ମୋ ପକ୍ଷରେ ଅପରାଧ ହେବ। ଯେଉଁ ରାଜା ନିଜ ଅନୁଚରମାନଙ୍କୁ ବିପଦରେ ରଖି ନିଜେ ସୁଖ ଚାହେଁ, ସେ ନରକରେ ପଡ଼େ, ଚିତ୍ରଗ୍ରୀବ ବୁଝେଇ ଦେଲେ। ଏଥର ହିରଣ୍ୟକ କହିଲା, ମିତ୍ର, ମୁଁ ତୁମର ସ୍ୱଭାବ ତଥା ରାଜାର କର୍ତ୍ତବ୍ୟ କଥା ଜାଣେ। ଖାଲି ତୁମର ପରୀକ୍ଷା କରିବା ପାଇଁ ସେମିତି କହୁଥିଲି। ତୁମେ ସହଜରେ ଉତ୍ତୀର୍ଣ୍ଣ ହେଲ। ବାସ୍ତବିକ ତୁମେ ସମଗ୍ର କପୋତ ଜାତି ଉପରେ ରାଜା ବୋଲାଇବାକୁ ହକଦାର। ଯେଉଁ ରାଜା ଏଭଳି ବିବେକୀ, ସେ ତ୍ରିଲୋକ ଶାସନ କରିବାକୁ ଯୋଗ୍ୟ। ବେଶ୍, ମୁଁ ପ୍ରଥମେ ତୁମ ଅନୁଚରମାନଙ୍କ ବନ୍ଧନ କାଟୁଛି। ଏହାପରେ ହିରଣ୍ୟକ ସବୁ କପୋତକୁ ବନ୍ଧନମୁକ୍ତ କଲା। ଚିତ୍ରଗ୍ରୀବ ଓ ଅନ୍ୟ କପୋତମାନେ ଆନନ୍ଦିତ ହୋଇ ବିଦାୟ ମାଗିଲେ। ହିରଣ୍ୟକ କହିଲା, ପୁଣି କେବେ ଏପରି ବିପଦରେ ପଡ଼ିଲେ ମୋ ପାଖକୁ ଆସିବାକୁ ସଂକୋଚ କରିବ ନାହିଁ। ଏଥର ମୁକ୍ତ ଆକାଶକୁ ଉଡ଼ିଯାଅ। କପୋତ ଦଳ ଉଡ଼ିଯିବା ପରେ ହିରଣ୍ୟକ ବିଳ ଭିତରେ ପଶିଗଲା। କାକ ଲଘୁପତନକ ଅଦୂରରେ ଏକ ବୃକ୍ଷ ଉପରେ ବସି ସବୁ କଥା ଲକ୍ଷ୍ୟ କରୁଥିଲା। ସେ ଚିନ୍ତା କଲା, ଏ ମୂଷିକ ହିରଣ୍ୟକ କେତେ ବିବେକୀ ସତେ! ମହତ୍ ବନ୍ଧୁ ଭଳି ସମ୍ପଦ ଦେଲା, ଆଉ କିଛି ନାହିଁ। ଏଡ଼େ ବ୍ୟାପକ ଯେଉଁ ସମୁଦ୍ର, ସେ ମଧ୍ୟ ଚନ୍ଦ୍ରମା ସହାୟତାରେ ସିନା ଉଦ୍ଦାମ ହୋଇ ଉପରକୁ ଉଠିପାରେ। ହିରଣ୍ୟକ ସହ ବନ୍ଧୁତା ସ୍ଥାପନ ଉଦ୍ଦେଶ୍ୟରେ ଲଘୁପତନକ ବିଳ ପାଖକୁ ଯାଇ ଡାକିଲା, ମୂଷିକ ବର, ଦୟାକରି ଆଉଥରେ ପଦାକୁ ଆସ। କଥା ଅଛି, ଭୟ କରିବାର କୌଣସି କାରଣ ନାହିଁ। ହିରଣ୍ୟକ ପଚାରିଲା, କିନ୍ତୁ ତୁମେ କିଏ? ମୁଁ ଏକ କାକ, ନାମ ଲଘୁପତନକ, ଉତ୍ତର ଦେଲା। ହିରଣ୍ୟକ ଏ ଉତ୍ତରରେ ବିଳ ଭିତରେ ଆହୁରି ତଳକୁ ଖସିଯାଇ କହିଲା, ତୁମେ ଏଠୁ ଶୀଘ୍ର ଗଲ। କାହିଁକି?
ମୋତେ ଏମିତି ତଡ଼ିବାର ହେତୁ କ'ଣ? ମୋର ତୁମ ସହ ପ୍ରକୃତରେ ବନ୍ଧୁ ସୁଲଭ କଥାବାର୍ତ୍ତା ଅଛି। କାଉ କହିଲା, ଦେଖ ବାବୁ, କାକ ସହ ମୂଷିକର ବନ୍ଧୁତା ହୋଇପାରେ ନା। ଯାଅ, ହିରଣ୍ୟକ ଶୁଣାଇଦେଲା। ହଉ, ଆଜି ଆମେ ବଢିଆ ଗପଟେ ଶୁଣିଲେ। ସେଥିରେ କେତେ ଗୁଡିଏ କଥା ଭିତରୁ ଗୋଟେ କଥା ହଉଛି, କହିଲେ ଯେ ଚଢେଇ ବହୁତ ଉପରୁ ଖାଦ୍ୟ ଦେଖିପାରେ କିନ୍ତୁ ଜାଲ ଦେଖିପାରେନି, ତାର ପଡିଯାଏ। ସତର୍କତା ସେଠି ଅତି ଜରୁରୀ ହେଇଥାଏ। ଆଉ ଗୋଟେ କଥା କହିଲେ ଯେ ସମୁଦ୍ର, ବିଶାଳ ସମୁଦ୍ର, କିନ୍ତୁ ଚନ୍ଦ୍ରମାଙ୍କର ସହାୟତାରେ ସିଏ ମଧ୍ୟ ତାର କାୟା ବିସ୍ତାର କରିପାରେ। ତେଣୁ ସେଠି ସେ କହୁ, ଏଠି ଆମେ ଦେଖିବା ଗୋଟିଏ ଗଲା ସତର୍କତା, ଦ୍ୱିତୀୟ କଥା ହେଲା ଯେତେ ଜ୍ଞାନ ଥାଉ ବା ଯେତେ ଅଧିକାରୀ ହେଲେ ମଧ୍ୟ ସବୁବେଳେ ଗ୍ରହଣଶୀଳ ରହିଲେ ଉଚ୍ଚତର ଶକ୍ତିକୁ ଆମେ ଗ୍ରହଣ କରି ଆମର ସମୃଦ୍ଧି ଆହୁରି ଅଧିକରୁ ଅଧିକ ହେଇପାରିବ। ତୃତୀୟରେ କହିଲେ ଆଉ ଗୋଟେ କଥା, ଯୋଉଟା ଶେଷକୁ କହିଲେ, କାଉ ଆସିଲା ପରେ ଯେତେବେଳେ ମୂଷା ଯେତେବେଳେ ଭିତରକୁ ଚାଲି ଯାଉଛି, ସେତେବେଳେ ସତର୍କତାର ଆଉ ଗୋଟେ ଦିଗ ଏଟା ଯେ ଭଗବତ ଅଭିମୁଖୀ ହେବା ବେଳେ ବିରୋଧୀ ଶକ୍ତିକୁ ମଧ୍ୟ ମୁଁ ପରିବର୍ତ୍ତନ କରେଇ ଦେଇପାରିବି। ଏଇ ବୃଥା ଆସ୍ଫାଳନ ନ କରି ତା ଠାରୁ ମଧ୍ୟ ଆମକୁ ଦୂରେଇ ରହିବାକୁ ପଡିବ। କାହିଁକି ନା ଆମର ସାମର୍ଥ୍ୟ ସେମିତି ଏତେ ଅଧିକ ହେଇଯାଇ ନାହିଁ ଯେ ଆମେ ତା ଠାରୁ ମଧ୍ୟ ନିଜକୁ ମୁକ୍ତ କରି ରଖିପାରିବୁ। ତେଣୁ ଯୋଉଠି ସତର୍କତା ଅବଲମ୍ବନ କରିବା ଜରୁରୀ, ସେଠି ନିଶ୍ଚୟ ସତର୍କ ରହିବେ ଏବଂ ଆମେ ମାଙ୍କ ପାଖରେ ପ୍ରାର୍ଥନା କରିବା। ଏ ସବୁକୁ ଆମକୁ ଯିଏ ପରିଚାଳିତ କରିବେ ସେ ହଉଛନ୍ତି ଆମ ଭିତରେ ଥିବା ଚୈତ୍ୟ ସତ୍ତା। ସେ ସମ୍ମୁଖକୁ ଆସନ୍ତୁ ଏବଂ ଆମର ଏଇ ବାହ୍ୟ କାର୍ଯ୍ୟକଳାପକୁ, କ୍ରିୟାକଳାପକୁ, ମନର କାର୍ଯ୍ୟ, ପ୍ରାଣର, ଶରୀରର ସବୁ କାର୍ଯ୍ୟକୁ ସେ ପରିଚାଳିତ କରନ୍ତୁ। ଆମେ ଏଇ ଆଶା ରଖି ଏଠି ରଖିବା। ମା, ମା, ଥ୍ୟାଙ୍କ ୟୁ ଅଲ୍।